ଦେଖନ୍ତୁ ଡାଳ ଭାଙ୍ଗିଯାଇଛି ସାଙ୍ଗମାନେ, ତଥାପି ପଣସ ଖସିବାର ନାମ ଦର୍ଶନ ଥୋଇ ଖସିଲା ପୁରା ଡାଳ ସୁଧା ଖସିଗଲା। କ'ଣ ହେଇଛି? ଦେଖେ ସେଠୁ ଆସିଲା ବେଳେ କବାଟା ଖୋଲି ଦେଲେ ଭଲ ହେଇଯିବ। ଦେଖନ୍ତୁ ମାନେ ଦୀପ ବି ପୁରା ପରିଷ୍କାର ରହିଛି। ମୁଁ ନୂଆ ଦୀପ ଆଣିକିରି ରଖିଥିଲି। ବାସ୍ ଦେଖନ୍ତୁ କେତେ ଗୁଡ଼ାକ ଆମର ମହମବତୀ ହେଇଯାଇଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ଆମ ଅନୁଭୂଷଣ ବ୍ଲଗ୍ ଚ୍ୟାନେଲରେ ସ୍ୱାଗତ। ସାଙ୍ଗମାନେ ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଚାଲନ୍ତୁ ଆଜି ଯିବା ଆମର ଜଗାର ସିଂହାସନକୁ ଦର୍ଶନ କରିବା। ଆମର ଜଗା ତ ନାହାନ୍ତି, ତ ଫାଙ୍କା ଫାଙ୍କା ପୁରା ଲାଗୁଛି ସିଂହାସନ। ଆମର ଠାକୁର ଘର ଭଲ ହିଁ ଲାଗୁନି। ସକାଳେ ଆସିଥିଲି ଆମର ଜୁଆର ହେଇକି ପଳେଇ ଯାଇଛି। ମୁଁ ଚନ୍ଦନ ଆସିଛି ଏଠିକି ପୂଜା କରିବା ପାଇଁ। କ'ଣ ଆଣୁଛୁ? ତୁଳସୀ ପତ୍ର ଧୋଇଦେବୁ। ଚନ୍ଦନ ଆମର ଏଠି ଦୀପ ଜଳେଇ ଦେଇଛି। ୟାକୁ ସବୁ ଦୀପ କାହିଁକି ଏଠି ଏତେ ବାହାର କରିକି ରଖିଛୁ? ହାଁ ସବୁ ଗୁଡ଼ା କାହିଁକି ବାହାର କରି ରଖୁଛୁ? ଗୋଟା ଗୁଡ଼ା ଜଳିବ, ଗୋଟା ଗୋଟା ଜଳି ସାରିଲା ପରେ ଆଉ ଜଳିବୁ। ତ ସାଙ୍ଗମାନେ ଦେଖନ୍ତୁ ପୁରା ଆମର ସିଂହାସନ ଫାଙ୍କା। ଟୋଟାଲ ଭଲ ଲାଗୁନାହାନ୍ତି। ଆମର ଠାକୁର ଘରେ ଆମର ଠାକୁର ନାହାନ୍ତି, ମାଉସୀ ଘରକୁ ଚାଲି ଯାଇଛନ୍ତି। ଆଉ ଖାଲି ଏଠି ଶାଳଗ୍ରାମ ଅଛନ୍ତି ଆମର ନାରାୟଣ। ଆଉ ଏଇ ସିଂହାସନରେ ତୁଳସୀ ପତ୍ର ଦେଇକି ଫୁଲ ଦେଇକି ଚନ୍ଦନ ଆମର ପୂଜା କରିଦେଉଛି। ଆଉ କେତେ ଗୁଡ଼ାକ ଦୀପ ସେ ବନେଇ ଦେଇଛି ଦେଖନ୍ତୁ। ଯେଉଁ ମହମବତୀ ଜଳା ହେଉଥିଲା ସାଙ୍ଗମାନେ, ଆଉ ଗୋଟେ ସର୍ତାଲ ଦେଇଥିଲୁ। ଦେଖନ୍ତୁ ସାଙ୍ଗମାନେ ପୁରାପୁରି ଫୁଲ୍ କରିଦେଇଛି ଦୀପଟାକୁ। ସବୁ ଦୀପକୁ ଦେଖନ୍ତୁ ପୁରାପୁରି ଫୁଲ୍ କରିଦେଇଛି। ମାନେ ଯଦି ବଡ଼ ମହମବତୀ ଆପଣମାନେ ଜଳାଉଛନ୍ତି, ତାହେଲେ ଯଦି ବହି ଯାଇଥିବ ଯେଉଁଗୁଡ଼ାକ ତଳେ, ସେଇଗୁଡ଼ାକୁ ମାନେ ଆଉ ଗୋଟେ ଜାଗାରେ ତୁମେ ତରଳେଇକିରି ଦୀପ ଥିନେ ତା ଦେହରେ ଗୋଟେ ସଳିତା ଦେଇଦେବେ। ତାପରେ ସେଇ ମାନେ ମହମବତୀ ତରଳାକୁ ଢାଳିଦେଲେ ହେଇଗଲା ଆମର ମହମବତୀ ଦୀପ। ୟାକୁ ଆପଣମାନେ ଠାକୁରଙ୍କ ପାଖରେ ଜାଳିପାରିବେ। ଫିଙ୍ଗିବେ। ଚନ୍ଦନ ଆମର କେତେ ଗୁଡ଼ାକ ଦୀପ କରିଦେଇକି ଦେଖନ୍ତୁ। ହଁ ନା, ହଉ ତ ଠିକ୍ ଅଛି, ପୂଜା କରି ପକା। ଠାକୁର ଘରକୁ ଆସିଲେ ସାଙ୍ଗମାନେ ପୁରା ଫାଙ୍କା ଲାଗୁଛନ୍ତି। ଠାକୁର ଯେହେତୁ ନାହାନ୍ତି, ସିଂହାସନ ପୁରା ଫାଙ୍କା, ତ ଭଲ ଲାଗୁନି। ଯାହା ବି ହଉ ଆମର ଜଗା ମାଉସୀ ଘରେ ଯାଇକି ତ ଆରାମ କରୁଛନ୍ତି। ମାଉସୀଙ୍କ ହାତ ରନ୍ଧା ଖାଇକି ପାଣି ପଡ଼ୁଛି ଦୀପର। ବାହୁଡ଼ା ବେଳକୁ ଆମର ଜଗନ୍ନାଥ ପଳେଇ ଆସିବେ। ତାପରେ ଆମର ସିଂହାସନ ହେଇଯିବ ପୁରା ଫିଲ୍ଅପ୍। ତାପରେ ଭଲ ଲାଗିବ। ମାନେ ଠାକୁରଙ୍କ ଯେଉଁ ସ୍ଥାନରେ ଆମର ଯେଉଁ ଠାକୁର ରହୁଥିଲେ ଜଗନ୍ନାଥଙ୍କ ସ୍ଥାନରେ ତୁଳସୀ ପତ୍ର, ବଳରାମଙ୍କ ସ୍ଥାନରେ ବି ତୁଳସୀ ପତ୍ର, ସୁଭଦ୍ରା ମାଙ୍କ ସ୍ଥାନରେ ବି ତୁଳସୀ ପତ୍ର, ଯେଉଁଠି ଯେଉଁଠି ଆମର ଠାକୁର ମାନେ ବସୁଥିଲେ ରହୁଥିଲେ ତାଙ୍କ ସ୍ଥାନରେ ତୁଳସୀ ପତ୍ର ଆଉ ଫୁଲ ଦେଇକି ଏମିତି ଖାଲି ସିଂହାସନ ଆଉ ଆମର ଶାଳଗ୍ରାମ ପୂଜା କରାହେଉଛି। ଦେଖନ୍ତୁ କେମିତି ଲଗଉଛି ସେ। ବଳରାମଙ୍କର ଦେଲା, ବାସ୍ ହେଲା ହେଲା ସୁଭଦ୍ରା ମାଙ୍କର। ଏଠି ଆମର ଛୋଟ ଠାକୁର ରହୁଥିଲେ, ଯେହେତୁ ଛୋଟ ଠାକୁରଙ୍କ ପାଖରେ ବି ଏଠି ତାଙ୍କର ଯେଉଁଠି ରହିଲେ ବି ନାଁ ଧରିକି ଯେମିତି ଭକ୍ତିର ପୂଜା କଲେ ଠାକୁର ବି ଶୁଣିବେ। ଆମର ଠାକୁର ଯେହେତୁ ଏଠି ରହୁଥିଲେ ତାଙ୍କ ସ୍ଥାନରେ, ସେଥିପାଇଁ ତୁଳସୀ ପତ୍ର ଦେଇକି ଫୁଲ ଦେଇକି ଆମର ଚନ୍ଦନ ପୂଜା କରିଦେଉଛି। ନା ଠାକୁର ନ ରହିନେ ବି ଆମର ଏଠି ଶାଳଗ୍ରାମ ନ ରହିଥିଲେ ବି ଶୁଦ୍ଧ ସିଂହାସନ ବି ପୂଜା ହେଇଥାନ୍ତା। ଆଉ ଶୁଦ୍ଧ ସିଂହାସନ ବି ପୂଜା ହେଇଥାନ୍ତା। ଆଉ ଦୀପ ଲାଗିବ, ଏଠି ଗୁଡ଼ର ଦୀପ ଲାଗିବ। ଦୀପଟାକୁ ଏ ଥାଳି ଦିଅକୁ ନେଇ ଆସିଥାନ୍ତୁ। ଥାଳି ଦିଅର ଏଇଟାରେ କି ରଖିବୁ। ଗରମ ତ ଥିବ, ଆଉ ଧରି ପାରିବୁନୁ, ଚେକା ଲାଗିବ, ହାତ ଦେନା। ତୁ ଯେତେବେଳେ ଦୀପ ଲଗେଇବୁ, ଦୀପଟାକୁ ଏଇ ଛୋଟ ଗିନାରେ କି ରଖିବୁ, ପ୍ଲେଟ୍ରେ କି, ତାପରେ ଯାଇକି ଲଗେଇବୁ। ମୁଁ ଆସିକି ଏଠି ସକାଳୁ ପରିଷ୍କାର କରିକି ଧୋଇ ପୋଛିକି ଗନି, ପୁଣି ଆସିବ ଚନ୍ଦନ ପୂଜା କରିଦେବ। ସେ ପୁଣି ସବୁ ଦୀପକୁ ସେ ବାହାର କରିକି ରଖିଛି, ହାତ ଲାଗିଯିବ। ସେମିତି ହେଲେ ସବୁ ଯାକ ମହମବତୀ ବହି ପଡ଼ିବ। ତୁ ଏଇ ଛୋଟ ପ୍ଲେଟ୍ରେ କି ରଖ।
ଏଟାକୁ ଛୁଆଟା ତ ଦେଖନ୍ତୁ କେତେ ସୁନ୍ଦର ଆମର ଜଳୁଛି। ଏଟା ତ ଯେତେବେଳେ ଗରମ ହେଇଯିବ ଆମର ଦୀପ ସେତେବେଳେ ହେଉଛି ମାନେ ଏଇ ମହମବତୀଟା ମାନେ ତରଳିଯିବ। ତ ଏଇଠି ଏଇଭଳିଆ ରଖିବୁ ୟା ଦିହର ବୁଝିଲୁ। ବାସ୍ ସେଥିରେ ଟୋଟାଲ ହାତ ଦେବୁନି ଆଉ ସାବଧାନରେ ପୂଜା କର ନ ଲାଗେ ଯେମିତି ମୋର ଏଇଟା ଘୁଞ୍ଚେଇ ଆଣୁଛି। ବାସ୍ ଏଇଠି ଏକ ସାଇଡ଼ିଆ ହେଇକି ସେ ଥାଉ ଲାଗିବୁନି ତା ଦେହରେ। ଚନ୍ଦନ ଆମର ସିଂହାସନ ସଜେଇ ଦେଇ ସାରିଲାଣି ଦେଖନ୍ତୁ। ଠାକୁର ନ ରହିଲେ ତ ଜମା ବି ଭଲ ଲାଗୁନି। କ'ଣ କରିବା ଆଉ ବର୍ଷର ଥରେ ଆମର ଜଗା ଯାଉଛନ୍ତି। ହଁ ଭଲ ଲାଗେନି। ଚନ୍ଦନ ଆମର କାନ୍ଦି ପକଉଛି। କ'ଣ ହେଇଛି? ଭଲ ଲାଗେନି। କ'ଣ କରିବା ସାଙ୍ଗମାନେ ଜଗନ୍ନାଥ ତ ତାଙ୍କର ବର୍ଷକ ଥରେ ମାଉସୀ ମାଆଙ୍କ ଘରକୁ ଯାଉଛନ୍ତି ବୁଲିବାକୁ। ଠିକ୍ ଅଛି ଯାଆନ୍ତୁ। ଆମର ଏଇଠି ସିଂହାସନର ଜଗନ୍ନାଥଙ୍କ ନାଁ ଧରିକି ପୂଜା କରିଦେବା। ଆମର ଜଗନ୍ନାଥ ଯେଉଁଠି ରହିନେ ବି ଜଗନ୍ନାଥ ଶୁଣିବେ। ଜଗନ୍ନାଥଙ୍କ ବିନା ଗଛର ପତ୍ର ବି ହଲିବନି। ଯିଏ ଯେଉଁଠି ବି ରହିକି ବି ମନରେ ଭକ୍ତିର ସହିତ ଡାକିଲେ ଠାକୁରଙ୍କୁ ପୂଜା କଲେ ଠାକୁର ନିଶ୍ଚିତ ଭାବରେ ଯେଉଁଠି ରହିଲେ ବି ପୂଜା ପାଇବେ ଆଉ ଶୁଣିବେ। ମହମବତୀ ଦେଖନ୍ତୁ ସାଙ୍ଗମାନେ ଆମର ଚନ୍ଦନ ଯେଉଁ ଦୀପର ମହମବତୀ ଦେଇଥିଲେ ତାକୁ ଟାଣିଦେଲା ବାହାରିଗଲା ମହମବତୀ ସହିତ। ହଁ ହଁ ରେ ଦେଖନ୍ତୁ କେତେ ସୁନ୍ଦର ଖାଲି ଆଉ କ'ଣ ଆମର ଦୀପ ବି ବଞ୍ଚିଯିବ। ଯୋଉ ଗୋଟେ ଦୀପ ସାଙ୍ଗମାନେ ଆପଣମାନେ ହଁ ସବୁ ଦୀପରେ ଆପଣମାନେ ଯେତିକି ବି ମହମବତୀ ମାନେ ରିଜେକ୍ଟ ମହମବତୀ ଥିବ ତାକୁ ସବୁ ମାନେ ଷ୍ଟୋର କରିକି ରଖିଦେବେ। ଗୋଟେ ମାନେ ଛୋଟ ଗିନା ଫିନାରେ ତାକୁ ତରଳେଇ ଦେବେ ନିଆଁରେ ଦେଖେଇକିରି। ସେ ତରଳି ଗଲା ପରେ ତରଳି ଗଲା ପରେ ଏଇଭଳି ମାନେ ଦୀପରେ ସଳିତା ଦେଇକିରି ତାକୁ ମହମବତୀ ମାନେ ତରଳିବା ମହମବତୀକୁ ତା ଦେହରେ ଢାଳିଦେଲେ ସେ ତ ବସିଯିବ। ତାପରେ ଥଣ୍ଡା ହେଇଗଲା ପରେ ତା ପରଦିନ ଆପଣମାନେ ଏଇ ସଳିତାକୁ ଧରିକି ମାନେ ଟାଣିଦେଲା ବେଳକୁ ବାହାରି ଯାଉଛି। ସବୁ ଦୀପ ବି ଆପଣମାନଙ୍କୁ କଳା କରିବା ପାଇଁ ପଡ଼ିବନି। ଏଇ ଯେହେତୁ ଏଠି ଗୋଟେ ଯେଉଁ ଦୀପ ଜଳୁଛି ସାଙ୍ଗମାନେ ସେଇ ଦୀପଟା ଜଳି ସାରିଲା ପରେ ଆମେ ପୁଣି ତା ପରଦିନ ଏଇ ଗୋଟେ ମାନେ ମହମବତୀର ଯେଉଁ ଦୀପ କରାହେଇଛି ଏଟାକୁ ତା ଦେହରେ ବି ରଖିକିରି ଏଟାକୁ ଜାଳିପାରିବା। ବା ବଢ଼ିଆ କରିଛି ଆମ ପୁଅ। ସାଙ୍ଗମାନେ ଆପଣମାନଙ୍କୁ କେମିତି ଲାଗିଲା ଏ ଟ୍ରିକ୍? ମୁଁ ବି ଜାଣିନଥିଲି। ଇଏ ଟାଣି ଦେଲାରୁ ଯେହେତୁ ବାହାରିଗଲା ତ ମୋତେ ଦେଖାଇଲା ମା ଦେଖ କିରକମ ବାହାରି ଯାଉଛି। ତାହେଲେ ଭଲ କଥା। ଏକଶହ ବାହାର କରିଦେଇକିରି ରଖିଦେବା ଆଉ ଦୀପ ଗୁଡ଼ାକ ବି ଅଲଗା ରଖିଦେବା। ପୁଣି ଏଇଟା ଜଣେଇଥିଲି ନା ଟିକେ ସାଇଡ୍ କଳା ପଡୁଛି ଆଉ ଉପରେ ଦେଖଉଛି। এইগুড়াক ବାହାର କରିଦେଇକିରି ଖାଲି ମହମବତୀ ଯେଉଁ ଇଏ ଗୁଡ଼ାକ ଏଗୁଡ଼ାକ ରଖିଦେ ଆଉ ଦୀପକୁ ଅଲଗା କରି ରଖିଦେ। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ମାନେ ବାହାରି ଯାଉଛି। ସଳିତାକୁ ଏମିତି ମାନେ ଟାଣି ଦେଲାରୁ ଏମିତି ବାହାରିଗଲା। এইଭଳି ଆପଣ କରିକି ରଖିପାରିବେ। ବାହାର କରିଦେ। ଦେଖନ୍ତୁ ମାନେ ଦୀପ ବି ପୁରା ପରିଷ୍କାର ରହିଛି ମୁନଥିନି। ବାସ୍ ଦେଖନ୍ତୁ କେତେ ଗୁଡ଼ାକ ଆମର ମହମବତୀ ହେଇଯାଇଛି। ୟାକୁ ଆପଣମାନେ ଏଇଭଳି ଆଉ ଗୋଟେ ଦୀପ ପାଇଁ ଏଇଟା ବାହାରୁ ନାହିଁ। ସଳିତା ଟାଣୁଥିଲା ତ ବାହାରୁ ନାହିଁ। ତ ଯେଉଁଟା ବାହାରିବ ଯେଉଁଟା ନ ବାହାରିବ ନାହିଁ। ଦେଖନ୍ତୁ ଆମର କେତେ ଗୁଡ଼ାକ ମହମବତୀ ଦୀପ ରହିଛି। ଆଉ ଆପଣମାନେ ଯେତେବେଳେ ବି ଯେଉଁ ଗୋଟେ ଦୀପର ଜାଳୁଥିବେ ଏଟାକୁ ମାନେ ପରିଷ୍କାର କରିଦେଇକି ଏଟାକୁ ଏଇଭଳିଆ ମାନେ ସେଟ୍ କରିଦେଇକି ଆପଣମାନେ ଲଗେଇକି ତା ପରଦିନ ଠାକୁରଙ୍କ ପାଖରେ ଲଗେଇ ପାରିବେ। ତ ୟାକୁ ଗୋଟେ ଡବାରେ ଷ୍ଟୋର କରିକି ରଖିଦେବା। ଦେଖନ୍ତୁ ୟାକୁ ଦୀପ ଗୁଡ଼ାକ ବାପା ନେଇକି ସବୁ ସେଠି ରଖିଦିଅ। ଏଠି ମୁଁ ସବୁ ଦୀପ ସବୁ ରଖିଥିଲି ଆଉ ଆମ ପୁଅ ନେଇକି ତାକୁ ସବୁ ମହମବତୀ କରିଛି। ଯାହା ହଉ
এইଭଳି ମାନେ ମହମବତୀ ଗୁଡ଼ାକ ଯେଉଁ ସବୁ ମାନେ ରହିଥିବ ବଡ଼ ମହମବତୀର ତ ବେଶୀ ବାହାରିବ। এইଗୁଡ଼ାକ ରଖି ରଖିକି ଆମ ପୁଅ ପୁରା ଏଇ ଗୋଟେ ପ୍ଲେଟ୍ ମହମବତୀ କରିଥିଲା। 2 ପ୍ଲେଟ୍ ହଉ ଠିକ୍ ଅଛି। ସାଙ୍ଗମାନେ ହଉଛି ନ ଫିଙ୍ଗିବା ଅପେକ୍ଷା ଏଇଭଳିଆ ନ ଫିଙ୍ଗି ଏଇଭଳିଆ କରିବା ଭଲ। ରଖିଦିଅ ଏଠି ରଖିଦିଅ। ସାଙ୍ଗମାନେ ଏବେ ଆମର ଚନ୍ଦନ ଯିବ ମାଉସୀ ଘରକୁ ଜଗାକୁ ପୂଜା କରିବା ପାଇଁ। ଆସିଥିଲେ ସେଠି ରାସ୍ତା ଉପରକୁ ଉଠିଗଲେଣି। ଏଠୁ ବସେଇକି ତାକୁ ନେଇପାରିବେନି। କେଉଁଠି ତଳେ ନାଗିଯାଉଛି ନା ସେ ଏଇଠୁ ଉପରୁ ବାଁ ସାଇଡ଼୍ ଉପରୁ ଟେକିଦେ, ବାଁ ସାଇଡ଼୍ ଉପରୁ ଟେକିଦେ। ରାସ୍ତା ଉପରକୁ ଚାଲିଗଲାଣି ସେ ରାସ୍ତା ପଟକୁ। ହଁ ଚାଲ। ଆମ ଦାଦା ଯାଇକି ସେଠି ଠିଆ ହେଇଛନ୍ତି ରାସ୍ତା ସେପଟରୁ, ତାକୁ ନେଇଯିବେ। ଆଜି ଯେହେତୁ ବାପାଙ୍କର ଲେଟ୍ ହେବ ତ ପୂଜା କରିବାକୁ ଯାଇତେ, ସେଥିପାଇଁ ଆସିଲେ ନେଇଯିବା ପାଇଁ। ଚନ୍ଦନ ଯାଇକି କରିଦେଇ ଆସିବ। ଯାଅ ଯା ଗାଡ଼ି ଦେଖିକି ଯା ଯା। ବ୍ୟାଗ୍ଟା ଝୁଲାଇ ଦାଅ। ଏଠି ଗାଡ଼ି ତ ବନିଛି ପୁରା ଯାଉଛି। ଭଲ କରି ବସ ଧୋତି ଫୁତି ସାଇଜ୍ କରିକି। ବାସ୍ ଗାଡ଼ି ନେଇକି ଚାଲିଗଲେ। ଆଉ ଆମର ଏଠି ହେଇଯାଇଛି ଫାଙ୍କା ପୁରା। ଆମର ରଥ ଘର, ରଥ ଯେହେତୁ ଚାଲି ଯାଇଛି ସାଙ୍ଗମାନେ, ଫାଙ୍କା ପୁରା ହେଇଯାଇଛି। ଜମାରୁ ଭଲ ହିଁ ଲାଗୁନାହିଁ। ସାଙ୍ଗମାନେ ମା ଆସି ରୋଷେଇ କରୁଛନ୍ତି। ମାଆକୁ ଚାଲନ୍ତୁ ପଚାରିବା କ'ଣ ରୋଷେଇ କରୁଛନ୍ତି। କ'ଣ କରୁଛୁ? ବାଦାମ ଭାତ ନା ବାଦାମ ରୋଷେଇ ହେଉଛି। ଭଜା ହଉଛି ନା ରୋଷେଇ ହଉଛି? ବାଦାମ ଭଜା ହଉଛି। ଭଜା ବାଦାମକୁ ଆଉ ଥରେ ଭଜା ହେଉଛି। କାରଣ ସେ ନରି ମିଛି। ସେଥିପାଇଁ ବାଦାମ କେତିକି ବାଦାମ ଦେବେନି। କିଏ ରୋଷେଇ ହବ? ଶାଗ ହବ, ଜହ୍ନି ଶାଗ ହେଲା, କୋଶଳା ଶାଗ ଆଉ ସୁଜନା ଶାଗ, ଜହ୍ନି। ଆଉ ବାଦାମ ଭଜା ହବ। ଡାଲି ହବ। ଡାଲି ସିଝିକି ରହିଛି ଏଠି ଗ୍ୟାସରେ। ଡାଲି ବଘରା ହବ। ଡାଲି ବଘରା ହବ। ଭଜା ହେଇସାରିଛି। ଡାଲି ହବ, ବରା ହବ, ବେସନ ପିଆଜ ବରା। ବରା କରିବ। ଟିକେ ନରିମି ହେଇଥିଲା ଆମର ରଥ ବେଳକୁ ବାଦାମ ଅଣା ହେଇଥିଲା। ଖାଇଲା ବେଳକୁ ଇଏ ନରମ ଲାଗୁଛି, ଭଲ ଲାଗୁନି ତ, ସେଥିପାଇଁ ତାକୁ ଟିକେ ଭାଜିଦେନୁ ଆଉ। ବେଶୀ ବି ଇଏ ଭଜା ହେଇନି, କଞ୍ଚାଳିଆ ଟାଇପ୍ ଅଛି। ଆମର ଠାକୁର ନାହାନ୍ତି, କେମିତି ଲାଗୁଛି ତମ କହିଲ? ଠାକୁର ନାହାନ୍ତି, ଭଲ ଲାଗୁନି। ମାଉସୀ ବାଡ଼ି ଯାଇକି ଏଠି ପୂଜା କରିକି ଆସିତେ ହଉଛି। ସିଂହାସନ ପୁରା ଫାଙ୍କା, ଟୋଟାଲ ଭଲ ହିଁ ଲାଗୁନି। ପାଗଲ ଆଜି କହୁଛି ଠାକୁର ଘରକୁ ଆସିଲା ବେଳକୁ ପାହାଚ ଧରିଥିଲି, ଠାକୁର ଘରକୁ ଅନେଇ ଦେଲା ବେଳକୁ ସିଂହାସନ ପୁରା ଫାଙ୍କା, ତାହେଲେ ଭଲ ଲାଗୁନି। କହି କାନ୍ଦି ପକଉଛି। ଚନ୍ଦନ ଆମର ଜଗନ୍ନାଥ ପାଇଁ କାନ୍ଦି ପକଉଛି, କାହିଁକିନା ସେ ସକାଳ ବେଳଟା ପୂଜାଟା କରେ ପ୍ରତ୍ୟେକ ଦିନ। ଆଉ ଗଲା ବେଳକୁ ପୁରା ଫାଙ୍କା ଫାଙ୍କା ଲାଗୁଛି, ତାକୁ ଜମା ଭଲ ଲାଗୁନି। ଛୋଟ ଜଗନ୍ନାଥ ବି ନାହାନ୍ତି, ମାଉସୀ ଘରକୁ ସବୁ ଆମର ପଳେଇ ଯାଇଛନ୍ତି। ଆମର ବାବୁ ସନ୍ଧ୍ୟାବେଳେ ପୂଜା କରିଦିଅନ୍ତି, ଆଉ ଚନ୍ଦନ ସକାଳ ବେଳଟା କରେ। କ'ଣ ହେଲା? ଯାତ୍ରା କହିବି, ଯାତ୍ରା କହିବ ଲୋକଟାକୁ ଟିକେ ଗାମୁଛା ପିନ୍ଧନି, ସେ ସବୁବେଳେ ଖାଲି ଗାମୁଛା ଗାମୁଛା କ'ଣ ନେଇ ଗଲି ପିନ୍ଧ। ଗାମୁଛା କ'ଣ ପାଇଁ ସବୁବେଳେ ପିନ୍ଧୁଛନ୍ତି ଜାଣିଲେ ତ? ଗାମୁଛା କ'ଣ ପୂଜାରେ ମିଳୁଛି ବୋଲି ରହିଯାଉଛି। ପ୍ୟାଣ୍ଟ ଅଛି, ଯେତେ ରହିଲେ ବି ସେ ପ୍ୟାଣ୍ଟ ପିନ୍ଧିତେ ତାଙ୍କୁ ଭଲ ଲାଗେନି। ସାରା ଦିନ ଧୋତି ପିନ୍ଧିକି ବୁଲି ବୁଲିକି ପୁଣି ଆସିକିରି ପୁଣି ଗରମ ଲାଗିବ ରହିବି। ଗାମୁଛାଟା ପିନ୍ଧିଦେଲେ ପୁରା ହାଲକା। ସାଙ୍ଗମାନେ ମୁଁ ଏବେ ସବୁ ରୋଷେଇ କରିକି ଆଣି ସାରିଲିଣି। ଆଉ ଆମର ଚନ୍ଦନ ଦେଖିନାହିଁ ବରା ହେଇଛି ବୋଲି ପଚାରୁଛି, ମା ବରା କରିଛ ନା? ମୁଁ ନା ବରା କରିନାହିଁ। କ'ଣ ହେଉଛି ଦେଖ, ସେଠି ବସିଛି, ତାକୁ ଟିକେ କହିବା ବରା ହେଇଛି କି ନାହିଁ। ବରା ହେଇଛି ନା? କାହିଁକି ପିଆଜି ବରା ହେଇଯାଇଛି ଆମର। ବାବୁଙ୍କ ଏଠି ଭଜା ଆଳୁ ଛେଚା ଦେଇଛି, ଆମର ଏଇଟା ଭଜା। ଆଉ ଇଏ ହେଲା ଆମର ଶାଗ ହେଇଯାଇଛି,
ଆଉ ଏଟା ହେଲା ଆମର ଡାଲମା ଡାଲି ଆଉ ଇଏ ହେଲା ଆମର ଡାଲି। ଆସ ଖାଇବା ଆସ। ଡାଲି ଶାଗ ଭଜା ଆଉ ବରା ଲଗେଇକି ଖାଇଦେବା। ଖାଇବୁ ରହିଥା ମୁଁ ଢାଳି ଦିଏ। ନରିମି ଯିବ ଅଳ୍ପ ଦିଟା ନେଇକିରି ସବୁ ଖାଇଦେବ। ନେ କୋଉଟା ନେଉଛୁ ନେ। ଏ ଆସ ଖାଇଦେବ ଆସ। କେତେଟା ହେଇଛି? 1 2 3 4 5 6 7 8 9 10 2 ଜଣ 2ଟା ନେଇଗଲେ। ଚାଲେ ଆସ ଖାଇଦେବ ଆସ। ଆଉ ମୁଁ ଖାଇମି ମୋର ପଖାଳ। ସାଙ୍ଗମାନେ ଦେଖନ୍ତୁ ଏଠି କ'ଣ ଚାଲିଛି ଗ୍ୟାସ୍ ଜଳେଇକି। ମାନେ ଟ୍ରାଏ କରିବା ମାନେ କେମିତି ପ୍ୟାନରେ କେମିତି ମାନେ ବବୁଲ୍ସ ହଉଛି କି ନା। ଆମେ ବି କରିବା ଟ୍ରାଏ କରିଥିଲୁ କିନ୍ତୁ ଆମର ହୁଏନି। ମା ଛୋଟବେଳେ କରନ୍ତି ବୋଲି ମା ପଚାରନି ମା କରୁଛନ୍ତି। ଆମେ ଯେତେବେଳେ କରୁଥିଲୁ ଆମେ ରିଫିଲରେ କରୁଥିଲୁ କିନ୍ତୁ ଆମେ ଏବେ ଫୋନରେ ଦେଖିନୁ ତ ମାନେ ଡଟ୍ ପେନ୍ରେ କରିକି ମାନେ ଟାଣିକା ନେଇଯାଉଛନ୍ତି ମାନେ ବବୁଲ୍ସ ଗୁଡ଼ାକ ମାନେ ହେଇକା ଯାଉଛି। ତ ସେଥିପାଇଁ ମାନେ ଦେଖିବା ଏଇଟା ହେଉଛି କି ନାହିଁ। ଦେଖିବା ହଉଛି କି ନାହିଁ। କାଇଲୁ ସେଇ ଏ ପେନ୍ଟା କାଇଲୁ ଦେଲୁ। କାଇବେ ଏଇଟାକୁ ଗୋଟେ ସାଇଡ୍ ଟାଣି ଦେବ 2ଟା କାଠିର। ସାଙ୍ଗମାନେ କେହି ଦେଖନ୍ତୁ ପାରୁନାହାନ୍ତି। ମୁଁ ଗଲେ ସବୁ ହବ। ହଁ କର। ଏଟା ଇଏ ହେଲା ଜଳ ଆଉ ଥର ଜଳ। ମା ତମେ ଆସିକି ଧର ମୁଁ କରୁଛି। ରହିଥା ମୁଁ କରିଥିଲି ପରା ଥରେ ଟିକେ ହେଇଥିଲା। ସେଟା ମୁଁ ଜଳେଇଥିଲି ନା ହେଇଥିଲା ମୋ ହାତ ବସିଥିଲେ ବୋଲି। ଗୋଟେ ବାଲ୍ଟିରେ ପକେଇଦବା ମାନେ ଭଲସେ ମାନେ ଡଟ୍ ପେନ୍ଟା ଟିକେ ମାନେ ତରିଗଲେକି ନରମ ହେଇଗଲେ ତାକୁ ତାପରେ ନିଆଁଟାକୁ ବନ୍ଦ କରିଦେବା। ତାପରେ ବବୁଲ୍ସ ହବ। ଦେଖିବା କିନ୍ତୁ ବବୁଲ୍ସ ହଉଛି। ଏବେ ପକେଇବି ତ। ଚାଲୁ ତୋ ହାତ ଚେଙ୍କା ଯିବ ଛାଡ଼। ମାନେ ଏଇଟା ଟିକେ ମୁଁ କରିଦଉଛି। ଏଇଟା ମୁଁ ଗୁଡ଼େଇ ଦେବା। ଓହୋ ମୁଁ ଜାଣିଛି ପିଲାବେଳେ କରୁ। ତୁ କରୁଛୁ ନା ଏଟା ଆମ କ୍ଲାସରେ ଆମ ଦିଦି ଥର କରିଥିଲେ। କାଇଁ ହେଇରେ ଗୋଟେ ହେଲା ଅଟଣ ଏକୁ ଟାଣିବା ପାଇଁ ପଡ଼ିବ। ଇଆଡ଼େ ବୁଲ ସାଙ୍ଗମାନେ ଦେଖନ୍ତୁ ଗୋଟେ ହେଲା। ତା ଫୁଟୁକା ମାନେ ସେଠି ହାୱା ବାହାରି ଯାଉଛି। ସାଙ୍ଗମାନେ ଗୋଟେ କିନ୍ତୁ ହେଇଥିଲା ଗୋଟେ ଏ ବାବା ହେଇଯାଉଛି। ଆହୁରି ଫୁଙ୍କା କାହିଁରେ ଦେଖନ୍ତୁ ମୁଁ କରିଦେଲି କିନ୍ତୁ ମା ଆଉ ଏ ଯୋଉ ଗୁଡୁ କରିପାରିଲେ। ଛିଡ଼ା ନା ତାକୁ ଏଇ ଦେଖନ୍ତୁ ହେଲା ଦେଖନ୍ତୁ ଆଉ ଟାଣ ଦେ ମତେ ସେ ଅଗଟାକୁ ଦେ। ଦେଖନ୍ତୁ କେତେ ଗୁଡ଼ାକ ମାନେ 3ଟା ହେଲା। ଇଏ ଶକ୍ତ ହେଇଯାଇଛି ବୁଲିକି ଆଉ ବାହାରିଲାନି। ହେଲା ଧରିକି ଟାଣ ବେ ତାକୁ ଗୁଡୁ ଧରିକି ଟାଣ ତୁ ଫୁଙ୍କୁନୁ ହାଡ଼ ହେଲା। କେତେ ବଡ଼ ଲମ୍ବା ବବୁଲ୍ସ ହେଇଗଲା। ତୁ ମୋ ହାତକୁ ସିନା ଦେଇଥାନ୍ତୁ। ଏଠି ଏତେ ବଡ଼ ନଗିଟା ମୁଁ ଟେକି ପାରୁନି। ପଣସ ବିଛେୟା ଆମର ଗଛରେ ପଣସ ରହିକି ପାଚିକି ତାର କିଏ ତାର ଖାଇଗଲାଣି କି କ'ଣ। ବାବୁଙ୍କୁ କହିଲା ବେଳକୁ ତାଙ୍କର ଦେହ ଭଲ ନାହିଁ ତ ସିଏ ପଡ଼ିବ କିଏ ମୋ ଉପରେ ପଡ଼ିଯିବ। ବିଛେଇ ପାରୁନାହାନ୍ତି ସେଥିପାଇଁ କି ସେ ପୁରା ଆଜି ଚୁପଚାପ ପୁରା ଅଛନ୍ତି। ମୁଁ ଏଇନେ ଯାଉଛି ନଗି ନେଇକିରି ଦେଖିବା ଟ୍ରାଏ କରିବା ବିଛେଇ ଦେବା। ଯଦି ପଡ଼ିକିରି ମାନେ ଫାଟିଯିବ ବୋଲିକି ତା ଗୋଟେ ସପ ବିଛେଇ ଦେଇଛି। ଆଉ ବାବୁ ଆମର ପୂଜା କେତେ ପଳେଇଛି ମୁଁ ସେଥିପାଇଁ ଦେଖିବା ନଗିରେ ଟାଣିକି ଏତେ ବଡ଼ ନଗିଟେ ଟେକିଲା ବେଳକୁ ବେହାଲ ଅବସ୍ଥା। ବେହାଲ ହେଇଗଲା ମାଙ୍କର ବେହାଲ। ସେଥିପାଇଁ ଇଟାର ସାର ନିଆଯାଉଛି। ସବୁ କିଛି ଟ୍ରାଏ କରିଲେ ଚେଷ୍ଟା କରିଲେ ହବ। ସାଙ୍ଗମାନେ ଉପରେ ପଡ଼ିବନି ତ ପୁରା ପଡ଼ିଲା ପଟାସ ପାଟା ଦେଖନି ମାଲ ୟାତେ ଦେଖ ତା ଦେହରେ ଖାଇ ଯାଇଛନ୍ତି। ବଡ଼ିଟେ ଗୋଟେ ଅଛି ଏଇଟା ତ ଖାଇ ହବନି ଆଉ। ୟା ଦେହରେ ମଞ୍ଜିଟାକୁ ବାହାର କରିକି ଖିଆ ହବ। ରଖି ସେଇଠି ରଖ। ପାଚିକି ମାନେ ତାକୁ
ମୂଷା ଖାଇଯାଇଛନ୍ତି କିନ୍ତୁ ତାର ମୁଣ୍ଡି ବି ପଚିଗଲାଣି ମୂଷା ଆଉ ଏକୁ ସେ ଖାଏ ଖସୁ ହିଁ ନାହିଁ ସେଦିନ ଗୋଟେ ଏଇଠି ଖସି ପଡ଼ିଲା ଆଉ ମାତ୍ର 2ଟା 3ଟା ରହିଛି ଗଛର ଇଆଡ଼ିକି ଭଲ ଥିନେ ବି ମୂଷା ଫୂଷା ଖାଇଛନ୍ତି ଖିଆ ହେବନି ଆଉ ମଞ୍ଜିଟାକୁ କାଢ଼ି ଆଣି ଏଇ ସାଇଡ଼୍ରୁ ଆଉ ଗୋଟେ ଦେଖିବା ବିଛା ଏଇଟା ଭଲ ଅଛି ଦେଖିବ ସାଙ୍ଗମାନେ କେମିତି ଖସୁଛନ୍ତି ଖସ ଚलो ପଣସଟା ପୁରା ଲଟକିକିରି ରହିଛି ସେ ଏତେ ମୁଣ୍ଡି ଶକ୍ତ ଟାଣିଲା ବେଳକୁ ଦମ ଶୁଣୁନାହିଁ ଟାଣ ଦେଖିଆ ଅଦ୍ଭୁତ ପଣସକୁ ଦେଖନ୍ତୁ ଡାଳ ଭାଙ୍ଗିଗଲା କିନ୍ତୁ ତଥାପି ହଉନାହିଁ ନିଆ ଗୋଟୁ ନା ଦେଖନ୍ତୁ ଡାଳ ଭାଙ୍ଗିଯାଇଛି ସାଙ୍ଗମାନେ ତଥାପି ପଣସ ଖସିବାର ନାମ ଦର୍ଶନ ଧରୁନାହିଁ ଖସିଲା ପୁରା ଡାଳ ସୁଦ୍ଧା ଖସିଗଲା ଦେଖିପାରୁଥିବେ ସାଙ୍ଗମାନେ ଡାଳ ଏତେ ଶକ୍ତ ଯେ ପଣସ ଖସୁନାହିଁ ତା ଡାଳ ଭାଙ୍ଗି ତାପରେ ଯାଇ ଖସିଲା ପଣସ ଲାଗିଥିବ ତାରି ଉପରେ ନା ଖସି ପଣସ ଭଲ ପୁରା ଏଇ ଅଠା ପଡ଼ିବ ବୁଟୁ ଏଇ ଧନ ଏଇ ଲାଗିଥିଲା ଏଇଠି ଲାଗିଥିଲା ଏତେ ଶକ୍ତ ଅଛି ତା ଦେହରେ ପାଚିକିରି ମୂଷା ଖାଇଯାଉଛନ୍ତି ଏଇଟା ଏମିତି କଣ ଡାଳ ଭାଙ୍ଗିଗଲା ପୁରା କହିବାକୁ ଆଉନି ଡାଳ ଗୋଟେ ଦେଲା ଦେଖିଆ ପଣସଟା ମୁଁ ସିଆଡ଼ୁ ଦେଇଛି ଏଇଟା ଭଲ ଅଛି ପାଚି ନାହିଁ ଭଲ ଅଛି ନା ଏଟା ପାଚି ନାହିଁ ଶକ୍ତ ଅଛି କିନ୍ତୁ ଏଇ ଟିକେ ପୋକା ଅଛି ସେ ଖାଇବ ଏପଟେ ଅଛି ନାହିଁ ଆଉ ପୁରାପୁରି ଭଲ ଅଛି ୟାକୁ ରଖିଦେଲେ ଗୋଟେ ଦିନ ପରେ ପାଚିଯିବ ଆଉ ସେ ଗଛର 2ଟା ଅଛି ତୋର ଗୋଟେ କାଢି ଆଣି ବାହୁଡ଼ା ପରେ ତାକୁ ବିଛେଇକି ମା ମୁଁ ଗୋଟେ କଥା ବୁଝିପାରୁ ନାହିଁ ଏଇ ଗୋଟେ ବିଛେ ତମକୁ କେମିତି ଦେଲା ସେଠି ଆଉ ଗୋଟେ ବଡ଼ ବଡ଼ କେମିତି ବିଛେ ଏଟା ବାପା ବିଛେଇବେ ବାହୁଡ଼ା ପରେ ତିନିଟା ସେଇ ପଟ କାନାର ହେଇଛି ଗୋଟେ ହେଇଛି ଏକ ଏଇଠି ଦେଖ ଏଇ ପୁରା ହଁ ପରିଷ୍କାର ଏଇଠି ଭାଇ ଦେଖିଛି ମୁଁ ଖାଇବା ଏକ ଆଉ ଗୋଟେ ଦୁଇ ଏଇଟା ବଡଟେ ରହୁଛି ତିନିଟା ଦେଖିଲା ବେଳକୁ ପରିଷ୍କାର ଭଲ ଦେଖାଯାଉଛି 2ଟା ଯାକ ଦେଖାଯାଉଛି ଭଲ এই দেখুন সাংমান দিটা দেখো ଏଇଠି ଗୋଟେ ଆଉ ଏପଟରେ ବି ଏଟା ବି ଗୋଟେ ବି ଦେଖାଯାଉଛି তিনটা 3ଟା ଆଉ ରହିଲା ଏଇ ଗଛର ଆମର ବାହୁଡ଼ା ପରେ ବିଛା ହବ ଆଉ ସେ ଗଛର 2ଟା ଅଛି মা এই গুটে বিছানো দিয়া ନହେଲେ ବାବା ଆଉ ବିଛେଇ ପାରିବେନି ବାହୁଡ଼ା ରହିଲା ଆଉ ଗୋଟେ ଦିନ ବାହୁଡ଼ା ରହିଲା ବାହୁଡ଼ାର ବି ପଣସ ପଡ଼ିବ ନଷ୍ଟ ହେଇଯିବ ସେ ଗୋଟାଟା ବିଛେଇ ଦେଇଛି ମୁଁ ଭାବିନି ପାଚି ଯାଇଥିବ ବୋଧେ ଦେଖିଲା ବେଳକୁ ପାଚି ହିଁ ନାହିଁ ଠିକ୍ ଅଛି ପାଚ ଗୋଟେ ଦିନ ପରେ ଖାଇବା ଆଉ ଆଗେ ଜଗା ପାଖରେ ପ୍ରସାଦ ଲଗେଇବା ତାପରେ